ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଦେଶ୍ୟରେ ରାଜପ୍ରସାଦ ଛାଡ଼ି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ। ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ। କିଛି ଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷା ପାତ୍ର ନେଇ ଆସ, ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ। ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି ପାତ୍ରଟେ ଧରି ଘର ଛାଡ଼ିଲେ। ତାଙ୍କୁ କେହି ବି ଚିହ୍ନି ପାରିଲେ ନାହିଁ। କିଛି ସମୟ ପରେ ରାଣୀ ଶିବଳୀ ଦେବୀ ବହୁତ ଖୋଜାଖୋଜି କରି ରାଜାଙ୍କୁ ନ ପାଇବାରୁ ରାଜାଙ୍କ ସେବକକୁ ଧରି ଆଣି ତାଙ୍କୁ ସେ ବିଷୟରେ ପଚାରିଲେ। ସେ ସବୁ କଥା ଖୋଲି କହିଦେଲା। ଏସବୁ କଥା ଶୁଣି ଶିବଳୀ ଦେବୀ ଓ ଅନ୍ୟାନ୍ୟ ରାଣୀମାନେ ଖାଲି କ୍ରନ୍ଦନ କରିବାକୁ ଲାଗିଲେ। ତାପରେ ଯେଉଁ ଦିଗକୁ ମହାଜନକ ଯାଇଥିଲେ ସେହି ଦିଗକୁ ଲକ୍ଷ୍ୟ କରି ରାଣୀମାନେ ଓ ପ୍ରଜାମାନେ ଚାଲିବାକୁ ଲାଗିଲେ। ବହୁ ରାସ୍ତା ଚାଲିବା ପରେ ସେମାନେ ମହାଜନକଙ୍କୁ ସନ୍ନ୍ୟାସୀ ବେଶରେ ଗୋଟିଏ ବୃକ୍ଷ ଛାୟାରେ ବିଶ୍ରାମ କରୁଥିବାର ଦେଖିଲେ। ସେମାନେ ତାଙ୍କୁ ଲେଉଟିବାକୁ ବହୁ ଅନୁରୋଧ କଲେ, କିନ୍ତୁ ସେ କଥା ସେ ଜମାରୁ ସ୍ୱୀକାର କଲେ ନାହିଁ। ଇତିମଧ୍ୟରେ ରାଣୀ ମନ୍ତ୍ରୀଙ୍କୁ ଗୁପ୍ତରେ ଅଦୂରରେ ରାଜ୍ୟର କେତେକ ପରିତ୍ୟକ୍ତ ଘରମାନଙ୍କରେ ନିଆଁ ଲଗାଇ ଦେବାକୁ କହିଲେ। ନିଆଁ ଜଳିଲା। ରାଣୀ କହିଲେ, ଦେଖନ୍ତୁ, ଆପଣଙ୍କ ସମ୍ପତ୍ତି ଜଳିପୋଡ଼ି ଛାରଖାର ହୋଇଯାଉଛି। ଚାଲନ୍ତୁ ସେଗୁଡ଼ିକୁ ରକ୍ଷା କରିବେ। ରାଜା ଉତ୍ତର ଦେଲେ, ମୋର ସମ୍ପତ୍ତି ବୋଲି ଏବେ କିଛି ନାହିଁ, ତେଣୁ ରକ୍ଷା କରିବାର ପ୍ରଶ୍ନ କିପରି ବା ଉଠୁଛି। ତାପରେ ରାଜା ପୁଣି ଚାଲିବାକୁ ଲାଗିଲେ। ରାଣୀ ଓ ପ୍ରଜାମାନେ ମଧ୍ୟ ତାଙ୍କ ପଛେ ପଛେ ସେମିତି ଚାଲିଥାନ୍ତି। ବହୁତ ଦୂର ଯିବା ପରେ ରାଜା ପଛକୁ ଅନାଇ ଦେଖିଲେ ସମସ୍ତେ ଆଗ ପରେ ଚାଲିଛନ୍ତି। ରାଜା ପ୍ରଶ୍ନ କଲେ, ଏ ରାଜ୍ୟର ରାଜା କିଏ? ସମସ୍ତେ ଏକ ସ୍ୱରରେ ଉତ୍ତର ଦେଲେ, ଆପଣ। ତାପରେ ରାଜା ତାଙ୍କ ହାତରେ ଥିବା ବାଡ଼ିରେ ଗାରଟିଏ କାଟିଦେଇ କହିଲେ, ତେବେ ମୋର ଆଦେଶ, କେହି ବି ଏ ଗାର ଡେଇଁ ଏପଟକୁ ଆସିବ ନାହିଁ। ଏହିଠାରୁ ହିଁ ସମସ୍ତେ ଫେରିଯାଅ। ସମସ୍ତେ ସେଇଠି ଅଟକିଗଲେ। କିନ୍ତୁ ରାଣୀ ଗାର ଡେଇଁ ତାଙ୍କ ପାଖକୁ ଚାଲିଗଲେ। ତାଙ୍କ ପରେ ପ୍ରଜାମାନେ ମଧ୍ୟ ଗାର ଡେଇଁ ଆସିଲେ। ରାଣୀ କହିଲେ, ମହାରାଜ, ଆପଣ ମୋତେ ଓ ପ୍ରଜାମାନଙ୍କୁ ଥରେ ଦେଖନ୍ତୁ। ଆମେ ସମସ୍ତେ କିପରି ବ୍ୟାକୁଳ ହୋଇ ଆପଣଙ୍କୁ ଲେଉଟି ଯିବା ପାଇଁ କହୁଛୁ। ମହାଜନକ ଉତ୍ତର ଦେଲେ, ମୁଁ ସମସ୍ତଙ୍କୁ ତ୍ୟାଗ କରିଛି। ସ୍ତ୍ରୀ, ପୁତ୍ର, ପ୍ରଜା, ରାଜ୍ୟ, ଏମିତିକି ସବୁ କିଛି। ରାଣୀ କାନ୍ଦି କାନ୍ଦି କହିଲେ, ମହାରାଜ, ଆପଣ ସନ୍ନ୍ୟାସୀ ହେଲେ ମୋର ଦଶା କ'ଣ ହେବ? ରାଜା କହିଲେ, ତମେ ଘରକୁ ଫେରିଯାଇ ପୁତ୍ରକୁ ରାଜସିଂହାସନରେ ବସାଇ ଦେଶ ଶାସନ କର। ପୁଅ ଯେପରି ସତ୍ୟବନ୍ତ ଓ ନିଷ୍ପାପ ରହେ, ତାହାର ପ୍ରଯତ୍ନ କର। ସେଦିନ ଏମିତି ଭାବରେ କଥାବାର୍ତ୍ତା କରୁ କରୁ ସନ୍ଧ୍ୟା ହୋଇଗଲା। ସେଠାରେ ସେମାନେ ଛାଉଣି ପକାଇ ରହିଲେ। ରାତ୍ରି ପ୍ରଭାତ ହୁଅନ୍ତେ ରାଜା ପୁଣି ତାଙ୍କର ଯାତ୍ରା ଆରମ୍ଭ କଲେ। ରାଣୀ ଶିବଳୀ ଦେବୀ ଅନ୍ୟ ରାଣୀ ଓ ପ୍ରଜାମାନଙ୍କୁ ପଛରେ ରଖି ନିଜେ ରାଜାଙ୍କ ସହିତ ଚାଲିଲେ।
ସେମାନେ ଯାଇ ଯାଇ ଏକ ଜନପଦରେ ପହଞ୍ଚିଲେ। ସେଠାରେ ଗୋଟିଏ ଝିଅ ଚାଉଳ ବାହାର କରିବା ପାଇଁ ଧାନ ଛେଞ୍ଚୁଥାଏ। ତାର ଗୋଟିଏ ହାତରେ ପଟେ ଚୁଡ଼ି ଓ ଅନ୍ୟ ହାତରେ 2 ପଟ ଚୁଡ଼ି ଥାଏ। ଝିଅଟି ଧାନ ଛେଞ୍ଚିବା ବେଳେ 2 ପଟ ଚୁଡ଼ି ପରସ୍ପର ଲାଗି ଝଣ ଝଣ ଶବ୍ଦ କରୁଥାଏ। ରାଜା ସେହି ଦୃଶ୍ୟ ଦେଖି ଝିଅଟିକୁ ପଚାରିଲେ, ତୁମର ଗୋଟିଏ ହାତରେ ଚୁଡ଼ି କିପରି ଶବ୍ଦ କରୁଛି? ଅନ୍ୟ ହାତରେ ତ କରୁନାହିଁ। ଝିଅଟି କହିଲା, ପଟେ ଚୁଡ଼ି ହାତରେ ରହିଲେ ଭଲ, 2ଟି ରହିବାରୁ ଅଯଥା ଶବ୍ଦ ହୁଏ ଓ ଦ୍ୱିତୀୟଟି ମଧ୍ୟ ଅନାବଶ୍ୟକ। ରାଜା କହିଲେ, ଦେଖିଲ, ଛୋଟ ଝିଅଟିର କଥାରେ ମହାନ ଦର୍ଶନ ଅଛି। ରାଣୀ, ପ୍ରକୃତ ଦୃଷ୍ଟିରୁ ତମେ ମୋ ଜୀବନ ପାଇଁ ଓ ମୁଁ ତୁମ ଜୀବନ ପାଇଁ ଅନାବଶ୍ୟକ। ଏ କଥା ହୃଦୟଙ୍ଗମ କରିବା ପରେ ତମେ ଯଦି ପୁଣି ମୋ ସହିତ ଆସ, ତେବେ ଅଯଥା ତର୍କ କରିବା ସାର ହେବ ସିନା। ଏଇଠାରୁ ଫେରିଯାଅ। ରାଣୀ ସେଠାରେ ଏକ ମୁହୂର୍ତ୍ତ ପାଇଁ ଟିକିଏ ଅଟକି ଗଲେ, କିନ୍ତୁ ପର ମୁହୂର୍ତ୍ତରେ ପୁଣି ସ୍ୱାମୀଙ୍କ ପାଖରେ ଆସି ସେ ପହଞ୍ଚିଲେ ଓ ତାଙ୍କ ସହିତ ଚାଲିବାକୁ ଲାଗିଲେ। ବାଟରେ ଯାଉ ଯାଉ ଗୋଟିଏ କୁମ୍ଭାରଶାଳ ପଡ଼ିଲା। କୁମ୍ଭାର ଲୁହାର ସବୁ ହତିଆର ତିଆରି କରୁଥାଏ। ଗୋଟିଏ ନୂଆ ତୀର ହାତରେ ଧରି ସେ ତାର ଧାର ଯାଞ୍ଚ କରୁଥାଏ। ଗୋଟିଏ ଆଖି ବୁଜି ଓ ଅନ୍ୟଟିରେ ଧାର ପରୀକ୍ଷା କରି ଦେଖୁଥାଏ। ରାଜା ତାକୁ ପଚାରିଲେ, ଗୋଟିଏ ଆଖିରେ କିପରି ଧାର ପରୀକ୍ଷା କରୁଛ? କୁମ୍ଭାର କହିଲା, ଧାର ପରୀକ୍ଷା ପାଇଁ ଗୋଟିଏ ଆଖି ଆବଶ୍ୟକ। ସେ କାମରେ ଅନ୍ୟ ଆଖିଟି ନିରର୍ଥକ। ରାଜା ରାଣୀକୁ କହିଲେ, ରାଣୀ, ଦେଖ, ତୁମେ ଏ କଥାରୁ କିଛି ବୁଝିଲ? ମୋର ବର୍ତ୍ତମାନର ଜୀବନ ଯାତ୍ରାରେ ତୁମର ଉପସ୍ଥିତି ନିରର୍ଥକ। ଘରକୁ ଫେରିଯାଇ ପୁତ୍ରକୁ ସିଂହାସନରେ ବସାଇ ରାଜ୍ୟ ପାଳନ କର। ଏକଥା କହି ରାଜା ସେଠାରୁ ଝଡ଼ ବେଗରେ ପ୍ରସ୍ଥାନ କଲେ ଓ ଦୂର ଜଙ୍ଗଲରେ କୁଆଡ଼େ ଅଦୃଶ୍ୟ ହୋଇଗଲେ। ରାଣୀ ସେଠାରେ ମୂର୍ଚ୍ଛିତ ହୋଇ ପଡ଼ିଗଲେ। ପରେ ପ୍ରଜାମାନେ ସେଠାରେ ପହଞ୍ଚି ତାଙ୍କର ସେବା ଯତ୍ନ କରି ତାଙ୍କୁ ନଗରୀକୁ ଫେରାଇ ଆଣିଲେ। ରାଜାଙ୍କ କଥା ଅନୁସାରେ ରାଣୀ ତାଙ୍କ ପୁତ୍ରକୁ ସିଂହାସନରେ ବସାଇ ନିଜେ ବଗିଚାରେ ଛୋଟ କୁଟୀରଟିଏ ବନାଇ ସେହିଠାରେ ସେ ସନ୍ନ୍ୟାସିନୀ ଜୀବନଯାପନ କରି ରହିଲେ। ତ ଶ୍ରୋତାବନ୍ଧୁମାନେ, ଆଶା କରୁଛି ଆଜିର ଏହି ଗପଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ତେଣୁ ଆଜି ପାଇଁ ରହୁଛି। ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଗପ ସହିତ। ଜୟ ଜଗନ୍ନାଥ। ସମାପ୍ତ।